ଜୟ ଜଗନ୍ନାଥ। ଆପଣମାନେ କେମିତି ଅଛନ୍ତି? ଆଶା କରେ ଆପଣମାନେ ବହୁତ ଭଲ ହେବେ ଏବଂ ଠାକୁରଙ୍କ ଦୟାରେ ମୁଁ ମଧ୍ୟ ଭଲ ଅଛି। ତ ଆଜିର ଭିଡ଼ିଓ ଏକ ଇଣ୍ଟରେଷ୍ଟିଂ ଭିଡ଼ିଓ ହେବ, ଯେଉଁଟାକି ଯେଉଁ ପିଲାମାନେ ବି କହୁଥିଲେ ପିଲାମାନେ ନା ଆମର କ'ଣ ନା CAF ଯେଉଁଟାକି କମନ୍ ଆପ୍ଲିକେସନ୍ ଫର୍ମଟି ମୋ ପାଖରେ ନାହିଁ କିମ୍ବା ସେଇଟା ହଜିଯାଇଛି ଏବଂ ଯିଏ ନିଜର କମନ୍ ଆପ୍ଲିକେସନ୍ ଫର୍ମର ଯେଉଁ ଆପ୍ଲିକେସନ୍ ନମ୍ବର ଯଦି ଜାଣିନାହାନ୍ତି, ସେହି ଆପ୍ଲିକେସନ୍ ନମ୍ବରକୁ କେମିତି ଜାଣିବେ, এই ଭିଡ଼ିଓ ମାଧ୍ୟମରେ ସମ୍ପୂର୍ଣ୍ଣ ମୁଁ ଡିଟେଲ୍ସ କହିବି। ଏବଂ ଯଦି এই ଭିଡ଼ିଓ ଜାଣିକି ତୁମେମାନେ ନିଜର ଆପ୍ଲିକେସନ୍ ନମ୍ବର ପାଇପାରିବ, ଆଉ ତୁମେ କେମିତି ପାଇପାରିବ ତାହାର ପୁରା ଡିଟେଲ୍ସ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଜଣାଇଦେବି। ତ ସର୍ବପ୍ରଥମେ କ'ଣ କରିବ, ତୁମର ଆପ୍ଲିକେସନ୍ ନମ୍ବର ଜାଣିବା ପାଇଁ ସର୍ବପ୍ରଥମେ କୌଣସି ଗୁଗଲ୍ ବ୍ରାଉଜରକୁ କିମ୍ବା କ୍ରୋମ୍ ବ୍ରାଉଜରକୁ ଯାଇକି ସର୍ଚ୍ଚ ବାର୍ରେ ଟାଇପ୍ କରିବେ। ନା କ'ଣ କରିବେ ନା ସର୍ଚ୍ଚ ଟାଇପ୍ରେ ତୁମର ସାମ୍ସ ଓଡ଼ିଶା ଟାଇପ୍ କରିବେ। ସାମ୍ସ ଓଡ଼ିଶା, ଏଠି ସାମ୍ସ ମାରିଲା ମାତ୍ରେ କି ନା ତୁମର ତଳ ବ୍ରାଉଜରେ ଆସିଯାଉଛି ନା କ'ଣ, ତୁମର ସାମ୍ସ ଓଡ଼ିଶା ପଳାଇ ଆସୁଛି। କିମ୍ବା ତୁମେ ସମ୍ପୂର୍ଣ୍ଣ ସାମ୍ସ ଓଡ଼ିଶା ଟାଇପ୍ କରିଦେବ, ତାପରେ ସେଇ ସାମ୍ସ ଓଡ଼ିଶାରେ କ୍ଲିକ୍ କରିଦେବ। କ୍ଲିକ୍ କଲା ପରେ ତା'ର ୱେବସାଇଟ୍ଟା ଓପେନ୍ ହେଇଯିବ। ତୁମେମାନେ ଲକ୍ଷ୍ୟ କରୁଥିବ ପିଲାମାନେ ନା ତୁମର ଏଇ ଯେଉଁ ସାମ୍ସ ଓଡ଼ିଶାର ଯେଉଁ ପୋର୍ଟାଲଟା ଯେଉଁଟା ଅଛି ବ୍ଲୁ କଲର୍ରେ ଲେଖା ହେଇଛି, ତାରି ଉପରେ କ୍ଲିକ୍ କରିବ। ତାରି ଉପରେ କ୍ଲିକ୍ କଲା ପରେ ସାମ୍ସର ଯେତେ ଯେଉଁ ଏଜୁକେସନ୍ ରହିଛି ପିଲାମାନେ, ସେଇ ଏଜୁକେସନ୍ ସବୁ ଆସିଯିବ। ଆସିଗଲା ପରେ ତୁମର କମନ୍ ଆପ୍ଲିକେସନ୍ ଫର୍ମ ଯେଉଁ ସିଟିର ପାଇବାକୁ ଚାହୁଁଛ, ସେଇ କମନ୍ ଆପ୍ଲିକେସନ୍ ଫର୍ମ କେଉଁଠି ପାଇବ ନା ତୁମର ସ୍କୁଲ୍ ଆଣ୍ଡ ମାସ୍ ଏଜୁକେସନ୍ ଯେଉଁଠି ରହିଛି ସେଠାରେ ଥିବ ତୁମର କ'ଣ ନା DEELED। এই କୋର୍ସରେ ତୁମେ କ'ଣ କରିବ ନା କ୍ଲିକ୍ କରିବ। ମୁଁ ବର୍ତ୍ତମାନ ତୁମକୁ ଦେଖାଉଛି ଯେଉଁ ଏଇ DELEDର କୋର୍ସରେ କ୍ଲିକ୍ କରିକି ବର୍ତ୍ତମାନ ମୁଁ କ୍ଲିକ୍ କଲି। କ୍ଲିକ୍ କଲା ପରେ ଏଇଠି କ'ଣ ଗୋଟେ କଣ୍ଡିସନ୍ ମାଗିଛି, ଆକୁ ଗୋଟିଟ୍ ମାରିଦେଲେ ଏଇଟା ପଳେଇଯିବ। ଗଲା ପରେ ତୁମେମାନେ ନିଜ କମନ୍ ଆପ୍ଲିକେସନ୍ ଫର୍ମ ଜାଣିବା ପାଇଁ ଯେତେବେଳେ ତୁମେ ଆପ୍ଲାଏ କରିଥିଲ ପିଲେ ସିଟି ଏକ୍ଜାମ୍ଟା, ସେହି ସମୟରେ ନା କ'ଣ ତୁମର ଲଗ୍ଇନ୍ ID, ମୋବାଇଲ୍ ନମ୍ବର ହେଉ କିମ୍ବା ତୁମର ନାମ ହେଉ ଦିଆଯାଇଥିବ। ଆଉ ତୁମର କ'ଣ ନା ପିଲେ ପାସୱାର୍ଡ଼ ଗୋଟେ କ୍ରିଏଟ୍ କରାହେଇଥିବ, ସେଇ ପାସୱାର୍ଡ଼ ଦରକାର। ତୁମେ ଯଦି ନିଜ ଆପ୍ଲିକେସନ୍ ନମ୍ବର ପାଇବାକୁ ଚାହୁଁଛ କିମ୍ବା ଆପ୍ଲିକେସନ୍ ନମ୍ବର କେମିତି ଦେଖିପାରିବ ତାହା ଜାଣିବା ପାଇଁ ଏଇ ଦୁଇଟା ଜିନିଷ ଦରକାର। ତାପରେ ତୁମେ କ'ଣ କରିବ ପିଲେ ନା ତୁମର ଏଇ ଯେଉଁ ଷ୍ଟୁଡେଣ୍ଟ ଲଗ୍ଇନ୍ ଯେଉଁଟା ଦେଇଛି, ଆରି ଉପରେ ତୁମେ କ'ଣ କରିବ ନା କ୍ଲିକ୍ କରିବ। ବୁଝିପାରୁଛ ତ? ତାରି ଉପରେ ମୁଁ ବର୍ତ୍ତମାନ ଏବେ କ୍ଲିକ୍ କରୁଛି। କ୍ଲିକ୍ କଲା ପରେ ତୁମେମାନେ ଏଠି ସମ୍ପୂର୍ଣ୍ଣ ଭାବରେ ଦେଖିବାକୁ ପାଉଥିବ ପିଲାମାନେ ନା କ'ଣ ମୋବାଇଲ୍ ନମ୍ବର ମାଗିଛି ଆଉ ତୁମର ପାସୱାର୍ଡ଼ ମାଗିଛି। ଏହି ଦୁଇଟା ଜିନିଷ ତୁମେ ଯେମିତି ହେଲେ ବି ଦେବାକୁ ପଡ଼ିବ ନିଜର ଆପ୍ଲିକେସନ୍ ନମ୍ବର ଜାଣିବା ପାଇଁ କିମ୍ବା ତୁମର ଯେଉଁ ରେଜିଷ୍ଟ୍ରେସନ୍ ନମ୍ବର ଜାଣିବା ପାଇଁ। ମୋବାଇଲ୍ ନମ୍ବରଟା ଦେଇଦେଉଛି। ତାପରେ କ୍ୟାପ୍ଚା। ତାପରେ ଲଗ୍ଇନ୍ କରିଦେବ। ମୁଁ ବର୍ତ୍ତମାନ ଲଗ୍ଇନ୍ କରୁଛି। ତାପରେ ଏଇଠି ତୁମର ଖୋଲିଯିବ ପିଲେ
ନା ଯାହାଙ୍କର ଆଇଡି ଖୋଲି ଦେଇଛି ତୁମେମାନେ ଏଠି ସମ୍ପୂର୍ଣ୍ଣ ଭାବରେ ଦେଖିବାକୁ ପାଉଥିବ। ଏଇଠି ପୁରା ଡିଟେଲ୍ସ ଅଛି, ବୁଝିପାରୁଛ? ତ ଏଇଟା ଜାଣିବା ପାଇଁ କେମିତି କରିବ ନିଜର କମନ୍ ଆପ୍ଲିକେସନ୍ ଫର୍ମ। ତ ଏଇ ସାଇଡ଼ରେ ତୁମେମାନେ ଦେଖିପାରୁଥିବ ଗୋଟେ ଏରୋ ଦେଇଛି, ସେଇ ଏରୋ ଉପରେ ନା କ'ଣ କରିବ କ୍ଲିକ୍ କରିବ। ବର୍ତ୍ତମାନ ସେଠି ମୁଁ କ୍ଲିକ୍ କଲି। କ୍ଲିକ୍ କଲା ପରେ ଏଇଠି ତୁମର ପ୍ରିଣ୍ଟ CAF କିମ୍ବା ଆପ୍ଲିକେସନ୍ ଏଡ଼ିଟରେ ମାରିଲେ ତୁମେ ସମ୍ପୂର୍ଣ୍ଣ ଭାବରେ ଦେଖିପାରିବ। ତ ମୁଁ ପ୍ରିଣ୍ଟ CAF ଯେଉଁ ତୁମର କ'ଣ ନା କମନ୍ ଆପ୍ଲିକେସନ୍ ଫର୍ମ CAFର ଫୁଲ୍ ଫର୍ମ, ବୁଝିପାରୁଛ? ତ ଆରି ଉପରେ ପ୍ରିଣ୍ଟରେ ମାରିବ। ପ୍ରିଣ୍ଟରେ ମୁଁ ମାରି ଦେଉଛି। ପ୍ରିଣ୍ଟରେ ମାରିଲା ମାତ୍ରେ ତୁମର ଯେଉଁ କମନ୍ ଆପ୍ଲିକେସନ୍ର ଫର୍ମର ପୁରା ଡିଟେଲ୍ସ ପଳେଇ ଆସିବ ପିଲେ। ନା ଏଠାରେ ତୁମେମାନେ ଦେଖିପାରୁଥିବ ତୁମର ଏଇ କମନ୍ ଆପ୍ଲିକେସନ୍ ଫର୍ମ, ଆପ୍ଲିକାଣ୍ଟ ନେମ୍, ଫାଦର ନେମ୍ ବା ଗାର୍ଡ଼ିଆନ୍, ମଦର ନେମ୍, ଡେଟ୍ ଅଫ୍ ବାର୍ଥ, କ୍ୟାଟେଗୋରୀ, କୋର୍ସ, ଏଇସବୁ ଜିନିଷ ତୁମେମାନେ ଲକ୍ଷ୍ୟ କରିପାରିବ ବା ଦେଖିପାରିବ। ଯେଉଁଟା ପୁରା ଡିଟେଲ୍ସ ତୁମର ଆପ୍ଲିକେସନ୍ ନମ୍ବର କେଉଁଠି ଲେଖା ହେଇଛି ନା ଫାଷ୍ଟ ହିଁ ଲେଖା ହେଇଛି ପିଲେ। ଆଉ ଏଇ ଆପ୍ଲିକେସନ୍ ନମ୍ବର ମାରିକି ତୁମର DOV ଦେଇକି ତୁମେ ସିଟି ଆଡ଼ମିଟ୍ କାର୍ଡ଼ ଡାଉନଲୋଡ଼ କରିପାରିବ। ବୁଝିପାରୁଛ? ଆଶା କରୁଛି ଏଇ ଭିଡ଼ିଓଟି ନିହାତି ଭଲ ଲାଗିଥିବ ଆଉ ତୁମକୁ ଭଲ ସାହାଯ୍ୟ ମଧ୍ୟ କରିଥିବ। ତ ଭିଡ଼ିଓଟି ଭଲ ଲାଗିଲେ କ'ଣ କରିବେ ପିଲାମାନେ, ଭିଡ଼ିଓଟିକୁ ଲାଇକ୍ କରିବେ ଏବଂ ସାଙ୍ଗସାଥିକୁ ସେୟାର କରିଦେବେ। କାରଣ ସେମାନେ ମଧ୍ୟ ଯଦି ତାଙ୍କର ଏଇ ଆପ୍ଲିକେସନ୍ ନମ୍ବରର ଜଣା ନାହିଁ କିମ୍ବା ଯେଉଁ ପାଇଥିବା ଆପ୍ଲିକେସନ୍ ଫର୍ମଟି ହଜାଇ ଦେଇଛନ୍ତି ବା ହଜିଯାଇଛି, ସେମାନେ ଏହିପରି ଭାବରେ ଜାଣିପାରିବେ। ସେଥିପାଇଁ ଏହି ଭିଡ଼ିଓଟି ସାଙ୍ଗସାଥିମାନଙ୍କୁ ସେୟାର କରନ୍ତୁ ଏବଂ ଏମିତି ଇନଫର୍ମେଟିଭ୍ ଭିଡ଼ିଓ ଦେଖିବା ପାଇଁ କ'ଣ କରିବେ ନା ଶିଖେ ଓଡ଼ିଆ ଏଜୁକେସନ୍ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିକି ବେଲ୍ ଆଇକନ୍କୁ ଅଲ୍ କରିଦେବେ। କାରଣ ଏମିତି ଇନଫର୍ମେଟିଭ୍ ଭିଡ଼ିଓ ଯେବେ ବି ମୁଁ ନେଇ ଆସିବି ତାହେଲେ ଆପଣମାନେ ସର୍ବପ୍ରଥମେ ଦେଖିବାକୁ ପାଇପାରିବେ। ତ ଥ୍ୟାଙ୍କ ୟୁ। ପୁଣି ଦେଖା ହେବ ନୂଆ ଏକ ଭିଡ଼ିଓ। ଜୟ ଜଗନ୍ନାଥ।